ହ୍ୟାଲୋ ହାଏ ନମସ୍କାର ଆଣ୍ଡ ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କ ପ୍ରିୟ ସନ୍ଧ୍ୟା ୱେଲକମ୍ କରୁଛି ମୋର ଚ୍ୟାନେଲ୍ ଭିଲେଜ୍ ଲାଇଫଷ୍ଟାଇଲ୍ ବ୍ଲଗ୍ ସନ୍ଧ୍ୟାକୁ। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ହି ଭଲ ଥିବେ। ମୁଁ ବି ବହୁତ ହି ବିନ୍ଦାସ ଅଛି। ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଆପଣମାନେ ଗେସ୍ କରିକି ଜାଣିସାରିଥିବେ ଆଜି ଗୋଟେ ନନ୍ଭେଜ୍ର ଆଇଟମ୍ ବନେଇବାକୁ ଯାଉଅଛି। ମୁଁ ଗୋଟେ କରେଇ ନେଇଛି, ଯେଉଁ କରେଇରେ କି ମୁଁ ସବୁବେଳେ ନନ୍ଭେଜ୍ ରୋଷେଇ କରେ। ଅଏଲି କରେଇ, କାହିଁକିନା ସେଇ କରେଇରେ ଅଏଲ୍ ଜିନିଷ ସବୁବେଳେ ହେଉଥିବାରୁ ସେ କରେଇଟି ମୋତେ କମ୍ଫର୍ଟେବଲ୍ ଲାଗେ। ଦେଖନ୍ତୁ, ଫାଷ୍ଟ କରେଇ ଭଲ ଭାବରେ ତାତି ଯିବା ପରେ ସେଥିରେ କିଛି ତେଜପତ୍ର, କଞ୍ଚା ଲଙ୍କା ଆଣ୍ଡ ଫ୍ଲେଭର୍ ପାଇଁ ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଳେଇଚ, ଜାଇଫୁଲ ଏବଂ ଫଳ ଭଲ ଭାବରେ ସେଥିରେ ଅଏଲ୍ରେ ମିଶାଇ ନେବେ। ଆଉ ଯେଉଁ ଅଏଲ୍ଟି ମୁଁ ବ୍ୟବହାର କରୁଛି ମଷ୍ଟାର୍ଡ଼ ଅଏଲ୍। ଆପଣ ଚାହିଁଲେ ଫ୍ରିଡ଼ମ୍ ସନଫ୍ଲାୱାର ଅଏଲ୍ ବି ବ୍ୟବହାର କରିପାରିବେ। ମୁଁ କିନ୍ତୁ ଆଜିର ଆଇଟମ୍ଟି ମଷ୍ଟାର୍ଡ଼ ଅଏଲ୍ ମାନେ ସୋରିଷ ତେଲରେ ହିଁ ମୁଁ ଆଜି ବନେଇବି। ଦେଖନ୍ତୁ, ତାପରେ ମୁଁ କଟା ଯାଇଥିବା ଅନିଅନ୍ ଛୋଟ ଛୋଟ ପିସ୍ କରି କାଟି ନେଇଥିଲି, ତାକୁ ବି ଭଲ ଭାବରେ ମିଶାଇକି ଭାଜି ନେବି। ସେପଟେ ଭାଜିବା ଭିତରେ ଏପଟେ ଦେଖନ୍ତୁ କାକୁଡ଼ି, ଟମାଟୋ, କଞ୍ଚା ଲଙ୍କା, ପିଆଜ, ଲେମ୍ବୁ ମାନେ ବାଡ଼ି ଲେମ୍ବୁ, ବାଡ଼ି କଞ୍ଚା ଲଙ୍କା ଦେଖନ୍ତୁ ମୁଁ ନେଇଛି, ତାକୁ ଭଲ ଭାବରେ କାଟିକି ଥୋଇ ଦେଇଛି ସାଲାଡ଼ ପାଇଁ। ତାପରେ ଦେଖନ୍ତୁ ଅଦା ରସୁଣକୁ ମୁଁ ଭଲ ଭାବରେ ଧୋଇକି ପିସେସ୍ରେ କାଟି ନେଇଛି। ତାର ଗୋଟେ ପେଷ୍ଟ ପ୍ରସ୍ତୁତ କରିବି, କାହିଁକିନା ମୁଁ ଆଜି ବନେଇବାକୁ ଯାଉଛି ଚିକେନ୍ ବିରିୟାନୀ। ବିରିୟାନୀ ପାଇଁ ଦେଖନ୍ତୁ ବିରିୟାନୀ ଚାଉଳ ମୁଁ ନେଇଯାଇଛି, ବାସୁମତୀ ବିରିୟାନୀ ଚାଉଳ। ତାପରେ ଦେଖନ୍ତୁ ସେଥିରେ 250 ଖଣ୍ଡେ ହେବ, 1 କେଜିର ଚାଉଳ 250 ହେବ ମୁଁ ରଖିଦେଲି, କାହିଁକିନା ଅଧିକ ହେଇଯିବ। ତାପରେ ଦେଖନ୍ତୁ ମୁଁ ତାକୁ ଚାଉଳକୁ ଭଲ ଭାବରେ ଧୋଇ ନେଲି। ତାପରେ ଗୋଟେ ଛୋଟ ଆମର ହଣ୍ଡା ମାନେ ଡେକ୍ଚି କହିପାରିବା କି ହଣ୍ଡା, ସେଥିରେ ମୁଁ ଦେଖନ୍ତୁ ପାଣି ନେଇଗଲି, ଗ୍ୟାସ୍ରେ ବସେଇଦେଲି, ତାକୁ ଭଲ ଭାବରେ ତାତିବା ପାଇଁ ଛାଡ଼ିଦେବା, ତାକୁ ଘୋଡ଼େଇ ଦେଲି। ଏପଟେ ପିଆଜକୁ ଯେଉଁ ମୁଁ ଭାଜୁଥିଲି ଦେଖନ୍ତୁ ପୁରା ଗୋଲ୍ଡେନ୍ କଲର୍ରେ ଭଲ ଭାବରେ ଭାଜିଗଲାଣି। ଗୋଲ୍ଡେନ୍ କଲର୍ର ହେବା ସମୟରେ ଆପଣ ଯଦି ସେଥିରେ କିଛି ଚିଲି ପାଉଡ଼ର ଏବଂ ହଳଦୀ ପାଉଡ଼ର ମିଶାଇ ଦେଉଛନ୍ତି, ତାହେଲେ ରେସିପିଟି ବହୁତ ହି କଲର୍ଫୁଲ୍ ହେବ। ଆପଣଙ୍କୁ କୌଣସି ବାହାରର ମାର୍କେଟର କଲର୍ କିଛି ବ୍ୟବହାର କରିବାକୁ ହିଁ ପଡ଼ିବନି। ବହୁତ ହି ୟମ୍ମି ଟେଷ୍ଟି ମାନେ ବନିବ, ତା ସହିତ କଲର୍ ବି ବହୁତ ହି ବଢ଼ିଆ କଲର୍ ଆସିବ। ଦେଖନ୍ତୁ ଚିଲି ପାଉଡ଼ରରେ ହିଁ କାଶ୍ମୀର ଚିଲି ଆପଣ ବ୍ୟବହାର କରିବେ, ସେଇଟା ବି ବହୁତ ହି ଭଲ କଲର୍ ହେବ। ତିକା ଲାଲ ବି ବ୍ୟବହାର କରିବେ, କିନ୍ତୁ ସେ ଅଏଲ୍ରେ ଯଦି ଆପଣ ଅଳ୍ପ ଟିକେକୁନା ବ୍ୟବହାର କରୁଛନ୍ତି, ତା ସହିତ ହଳଦୀ ବି ମିଶାଇ ଦେବେ, ଦେଖିବେ କୌଣସି ବାହାର କଲର୍ର ଆବଶ୍ୟକ ଜମାରୁ ବି ପଡ଼ିବନି, ସେଇଥିରେ ହିଁ ବଢ଼ିଆ କଲର୍ ହେଇଯିବ। ତାପରେ ଦେଖନ୍ତୁ ଅଦା ରସୁଣ ପେଷ୍ଟଟି ମୁଁ ମିଶାଇ ଦେଇଛି। ମିଶାଇ ଦେଲା ପରେ ତାକୁ ଭଲ ଭାବରେ କଷିବି, ସିମ୍ ଆଞ୍ଚରେ ତାକୁ ଭଲ ଭାବରେ କଷିବି। ସେଥିରେ ଟିକେ ସ୍ୱାଦ ଅନୁସାରେ ଲୁଣ ନେଇଛି, କାହିଁକିନା ମୁଁ ଫାଷ୍ଟ ଅଦା ରସୁଣ ପେଷ୍ଟଟି କଷି ସାରିଲା ପରେ ଗୋଟେ ଗୋଟେ ଦିଏ। ତାପରେ ଦେଖନ୍ତୁ ସ୍ୱାଦ ଅନୁସାରେ ମୁଁ ହଳଦୀ ନେଇଛି, କାହିଁକିନା କଲର୍ ପାଇଁ ଅଳ୍ପ ଟିକେ ନେଇଥିଲି କାଶ୍ମୀରୀ ଚିଲି ଆଣ୍ଡ ହଳଦୀ। ତାପରେ ଏଟା ସ୍ୱାଦ ଅନୁସାରେ ତାର ଯେତିକି ଦରକାର ସେତିକି ପରିମାଣରେ ହଳଦୀ ମୁଁ ନେଇଛି। ତାପରେ ଏପଟେ ଦେଖନ୍ତୁ ସିମ୍ ଆଞ୍ଚରେ ହିଁ ସବୁ ଜିନିଷ କରିବେ, ଜମାରୁ ଆଞ୍ଚ ବଢ଼େଇବେନି, କାହିଁକିନା ମସଲାଟି ପିତା ହେଇଯାଇଥାଏ। ତାପରେ ଦେଖନ୍ତୁ ମୁଁ ନେଇଛି ବିରିୟାନୀ ମସଲା, କାହିଁକିନା ବିରିୟାନୀ ମସଲା ଆପଣ ଯେତେବେଳେ ବ୍ୟବହାର କରୁଛନ୍ତି ଗ୍ୟାସ୍ଟି ସିମ୍ ଆଞ୍ଚରେ ହିଁ ରଖିବେ, କାହିଁକିନା ସେଟା ପିତା ହେଇଯାଇଥାଏ ମସଲାଟି, ମାନେ ବହୁତ ସମୟ ଗାଢ଼ା ଆଞ୍ଚରେ ରଖିଲେ ନା ମସଲାଟି ପିତା ହେଇଯିବ। ତାପରେ ଦେଖନ୍ତୁ ମୁଁ ଗରମ ମସଲା, ଯେକୌଣସି ମସଲା ଆପଣ ଦେଖନ୍ତୁ ମିକ୍ସ କରିବେ ସେତେବେଳେ ଗ୍ୟାସ୍ର ଫ୍ଲେମ୍ ସିମ୍ରେ ହିଁ ରଖିବେ, ଜମାରେ ବି ଅଧିକ ରଖିବେ ନାହିଁ। ଦେଖନ୍ତୁ ସେ ଗୋଟେ ଗୋଟେ ମସଲା ମୁଁ ଏମିତି ହିଁ ମିକ୍ସ କରିନେଉଛି। ତାପରେ ଦେଖନ୍ତୁ ପେପର ପାଉଡ଼ର ମାନେ ମରିଚର ଗୁଣ୍ଡ, ବ୍ଲାକ୍ ପେପର ପାଉଡ଼ର ଯେଉଁଟା। ତାପରେ ଦେଖନ୍ତୁ ମୁଁ ନେଇଛି ଚିକେନ୍ ମସଲା, ଅଳ୍ପ କିନା ଚିକେନ୍ ମସଲା ଦେବେ, ଫ୍ଲେଭର୍ଟି ଭଲ ଆସିବ। ସବୁ ଜିନିଷ ମିକ୍ସ କରିସାରିଲା ପରେ ଲାଷ୍ଟରେ ମୁଁ ନେଇଛି ଟମାଟୋ। ତାର ଆପଣ ଚାହିଁଲେ ଆପଣଙ୍କ କ୍ୱାଣ୍ଟିଟି ଅନୁସାରେ ନେଇପାରିବେ, କିନ୍ତୁ ମୁଁ ବାସ୍ ସେତିକି ହିଁ ନେଇଛି, କାହିଁକିନା ଅଧିକ ନେବିନି। ମୋ ଟେଷ୍ଟ ଅନୁସାରେ ମାନେ ମୋ ରୋଷେଇ ଷ୍ଟାଇଲ୍ ଅନୁସାରେ ଏତିକି ହିଁ କାଫି। ଦେଖନ୍ତୁ
ताको भल भाव मिक्स करनवा। मिक्स कला परे ताको सिम आंचरे पुणी छाड़ीदबा। से सबू भल भाव से मिसिबो देखंतु। तापर एपटे जो हंडाटा मु बसई देइतिली पानी बसई देकी ढंके देइतिली देखंतु पानीटी भल भाव ताती आसलानी। सेतिरे किछि लेंबू मु चोपुड़ी नेबी आ डालचीन गुजराती अलैच सेतिरे जाई फूल फल सबुतक अल्प अल्प परिमाण रे मु नेइची देखंतु। काहेकि ना ए सब जिंस फ्लेवर टी भल आसीबा सहित देखंतु। तापर मु सॉल्ट भी नेबी कहीं ना सॉल्ट नेले कौन हम ना लेंबू सॉल्ट ता सहित जो जाईफुल फलर फ्लेवर माने से चाउल देला परे चाउलर फ्लेवर भल करिया पई दिया जाए। ता सहित जो लूण आ मु लेंबू चुपुड़ीली भात को भांगीबा को जमार भी दबनी। गोटा गोटा भात आपण जो शेप रे चाउलटी देथिबे ना सेही शेप रे पाइबे। भांगेनी कि अधिक सिझीबनी से टिप्स टी यूज करछि। आपण माने भी चाहिए टिप्स टी आपण भी बिरयानी कला बेले यूज करि परिबे। देखंतु चाउल को गोटी गोटी करी छांकी कि मु ठंडा पानी न देकी माने जेहेतु गरम पानी रे गोटी गोटी करी छांकी कि दे देबी। दे देला परे ताकू मु ढंकेई देबी कहीं भात को अल्प समय जस्ट ढांकुड़ी दबा। कहीं तार 3 भाग भातटा हो सारा परे आमे ओलेबा। कहीं तापरे आमे बिरयानी माने जो चिकन कषा सहित मिसेबा सेति पई तार जतिकी माने क्वांटिटी रे हबा कथा सेही क्वांटिटी रे पहुंची गला परे आमे गैस टी ऑफ करबा। सेते पर्यंत भातटी हमरो गैस रे ही बसिबो। भात बसला बेले आपण माने लक्ष्य करिवे जमार भी सिम करिवेनी। आंचटी को अधिक रखिवे जते पर्यंत भातटी माने चाउलटी फुटी न जाईची। फुटी साला परे टिके सिम करिवे। तापर एपटे देखंतु मो मसलार कषाटी भल भाव प्रस्तुत हो सारानी। सबु जिनस मसलार पूरा देखंतु कलरफुल पूरा केते सुंदर कलर रे आसी गलानी। कषाटी मध्य भल भाव सिझी गलानी। फ्लेवर टी भल स्मेल टी आसुतला देखंतु केते सुंदर जेतु सेतेरे बिरयानी मसला सब पड़ीथिला। एमती ऑयल गुडा को ऊपर को फुटी के भाले ही आपण जानिबे मसलाटी पूरा कंप्लीट वे रे प्रस्तुत हेची। देखंतु मो चाउलटी पाखापाखी हो गलानी। आमे या परे ताको छंका साहाय्य रे भातटी को छांकी नबा। कहीं ना अधिक सिझी गले बिरयानी टी भल लागिबनी। ताको बिरयानी चाउल आपण चेष्टा करिवे सबले गोटा गोटा रखिया पई। जेहेतु मु लूण लेंबू देइथिली आपण चाहिले एथरा ऑयल भी यूज करि परिबे। ऑयल टी भी देले भात जो शेप रे देथिबे एमती ही पाइबे। आपण लेंबू किंबा लूण ऑयल ए तीनटा वे रे आपण चाउल गोटा गोटा पाई परिबे। किछि असुविधा होबनी आपनको देखंतु। तापरे मु छंका साहाय्य रे छांकी नउची चाउलटी को देखंतु। छंका साहाय्य रे मु भल भाव छांकी नेबी कहीं ना आपण भातटा को गाड़ी ना हुए तो हाथ पड़ जाई पारे। किंतु एमती छांकी नेबे देखंतु पूरा भल भाव गोटे गोटे करिकी भात गुड़ाक बहुत सुंदर भाव पूरा फूल भलिया रहिबो देखंतु। किछि असुविधा होबनी। एमती ही मु माने छांकी की पूरा बाहर ठंडा रे रखिदेली। तापरे आपण पेज गुड़ाक जमार भी फोपाड़ीबेनी ताकू रखिथिबे अल्प किना। ताकू ग्रेवी करिकी देला बेले ना आपण देखिबे मो वीडियो रे मु अल्प टिके पेज को कोन काम रे लगाउछि। तापरे देखंतु एपटे सलाड पे जो काटी नेइतिली ताकू मु सलाड टाकू आगे बनै नउछि। काहेकि ना सेठी मोर चिकन ग्रेवी टी जेतु मसला ही साटला आपण देखितिले चिकन टाकू देकी कसला परे तार चिकन ग्रेवी टी प्रस्तुत हवा पई टिके टाइम लागिवो। सेति पई ता सेही समय भितरे मु सलाड टाकू माने बनै नेबी। कि ना बिरयानी सहित आपण माने जानिथिबे रायता ही खांती। मो पाखरे दही नथिला ता सहित रायता रे ना चुन चुन काकुड़ी चुन चुन पियाज कंचा लंका धनिया पत्र पुदीना पत्र एमती ही काटी की रायता टी प्रस्तुत करा जाए। किंतु मो पाखरे दही नथिला ता सहित धनिया पत्र भी नथिला किंतु पुदीना पत्र थिला धनिया पत्र नथिला। सेति पई भाबिली सलाड रे ही काम चले देबी। रायता सबु थरक माने बिरयानी हेले मु रायता बनाए। जेहेतु मो पाखरे किछि इंग्रेडिएंट्स नाही तेणु करी कि जहाँ अच्छी से मु देखंतु काम चले दउची।
ଆପଣମାନଙ୍କ ପାଖରେ ଯାହା ଅଛି ସେଇଥିରେ ହିଁ ସବୁବେଳେ ରୋଷେଇ କରିବା ପାଇଁ ଆଡ଼ଜଷ୍ଟମେଣ୍ଟ କରିବା ପାଇଁ ଚେଷ୍ଟା କରିବେ। କୌଣସି ଜିନିଷ ନଥିଲେ ଯେ ତା'ର ଅପସନ୍ ନିହାତି ଭାବରେ ଯେକୌଣସି ଜିନିଷ ଥିବ ଏମିତି ହିଁ ବନେଇବେ। କାହିଁକିନା ଯେହେତୁ ଆମେ ଗୃହିଣୀ ସବୁ ଜିନିଷଟାକୁ ଆମକୁ ହିଁ ଆଡ଼ଜଷ୍ଟ କରିବାକୁ ପଡ଼ିଥାଏ। ତାପରେ ଦେଖନ୍ତୁ ଆମ ବାଡ଼ି ବଗିଚାରେ ନା ପୁଦିନା ଗଛ ଆମେ ନିଜେ ଲଗେଇଛୁ। ଦେଖନ୍ତୁ ଆମ ବାଡ଼ିଆଡ଼େ ଯେହେତୁ ରିସେଣ୍ଟ ଗଛଟା ଲଗାଯାଇଥିଲା, ଛୋଟ ଛୋଟ ଗଛ ହେଇଛି। ଦେଖନ୍ତୁ ସାଙ୍ଗମାନେ, ଆପଣମାନେ ଜାଣିଛନ୍ତି କି ବିରିୟାନୀରେ ଯେଉଁ ଜିନିଷଟାକୁ ବି ସ୍କିପ୍ କଲେ ଚଳିବ, କିନ୍ତୁ ପୁଦିନା ଜିନିଷଟି ସ୍କିପ୍ କଲେ ନା ବିରିୟାନୀଟା ପୁରା ଅଧୁରା। କାହିଁକି ନା ବିରିୟାନୀର ପୁଦିନାର ସ୍ମେଲ୍ଟା ହିଁ ବହୁତ ହି ଇମ୍ପୋର୍ଟାଣ୍ଟ। ମୁଁ କହିବି ପର୍ସନାଲ୍ ମୋ ରୋଷେଇ କରିବା ଭିତରେ ମୁଁ ଯେତିକି ଅନୁଭବ କରିଛି, ବିରିୟାନୀରେ ଯଦି ଆପଣ ପୁଦିନାକୁ ସ୍କିପ୍ କରିଦେଉଛନ୍ତି ନା, ତା ସ୍ମେଲ୍ ନାହିଁ, ତାହେଲେ ବିରିୟାନୀଟା ଫିକା ଲାଗେ। ସେଥିପାଇଁ ଆପଣ ଚାହିଁଲେ ଆପଣଙ୍କ ପାଖରେ ଅଳ୍ପ ହେଉ କି ଅଧିକ ପରିମାଣରେ ହେଉ, ଆପଣ ତ ଜାଣିଛନ୍ତି ଯେହେତୁ ଏଇଟା ଆମେ ବାଡ଼ି ବଗିଚାରେ ପାଉଛୁ, ପ୍ରଥମ କଥା ଆପଣଙ୍କ ପାଖରେ ଯଦି ଆଭେଲେବଲ୍ ନାହିଁ, ଆପଣ ଯେବେ ବି ଅଳ୍ପ ସ୍ୱଳ୍ପ କିଣିକି ଆଣୁଛନ୍ତି ନା, ତା'ର ଗଛ ମାନେ ଚେର ନଥିଲେ ବି ତାକୁ ଆପଣ ଯଦି ପୋତି ଦେଉଛନ୍ତି ନା, ତା'ର ଚେର ହେଇକି ଗଛ ହେଇଯାଏ। ଆପଣମାନେ ଜାଣିଛନ୍ତି କି ନାହିଁ? ସେଥିପାଇଁ ଆପଣ ଯଦି କେବେ ମାର୍କେଟରୁ ଥରେ 5 ଟଙ୍କା କି 10 ଟଙ୍କା ନେଇ ଆସିବେ, ତାକୁ ପୋତି ଦେବେ, ଦେଖିବେ କିଛି ଖାଇବେ ଆଉ ତା ପତ୍ର ଗୁଡ଼ା ଖାଇକି ତା ଡେମ୍ଫକୁ ଲଗେଇଦେବେ, ଦେଖିବେ ଆପଣଙ୍କୁ ଆଉ କିଣିବାକୁ ପଡ଼ିବନି, ଆଉ ଗଛଟି ହୋଇଯିବ। କିନ୍ତୁ ପୁଦିନାର ସ୍ମେଲ୍ ନହେଲେ ଜିନିଷଟି ଅଧୁରା। କାହିଁକିନା ପୁଦିନା ଦେହ ପାଇଁ ତ ଭଲ, ଫ୍ଲେଭର୍ ପାଇଁ ବି ଭଲ ବାସ୍ନା କରେ, ତା ସହିତ ହଜମ ବି ଭଲ କରେ। ସେଥିପାଇଁ ଏଇ ଜିନିଷଟି ଯେତେ ଅଧିକ ପରିମାଣରେ ଆପଣ ଯଦି ବି ଦେଉଛନ୍ତି ନା, ଦେହ ପାଇଁ ଜମାରୁ ବି କ୍ଷତି କରିବନି। ପୁଦିନାକୁ ନେଇ ଆସିଲି, ତାପରେ ଛୋଟ ଛୋଟ ପିସ୍ରେ କାଟି ନେଲି, ତାପରେ ତାକୁ ଭଲ ଭାବରେ ଧୋଇକି ଦେଖନ୍ତୁ ରେଡ଼ି କରିଦେଇଛି। ଏପଟେ ମୋର ଚିକେନର ଗ୍ରେଭି ଅଲମୋଷ୍ଟ ଫୁଲ୍ ପ୍ରସ୍ତୁତ ହୋଇସାରିଛି। କିନ୍ତୁ ସାଙ୍ଗମାନେ, ଏବେ ଆମେ ଭାତ ଆଉ ଚିକେନ ଗ୍ରେଭିର ଲେୟାର ପ୍ରସ୍ତୁତ କରିବା ବିରିୟାନୀ ପାଇଁ। ଦେଖନ୍ତୁ ଫାଷ୍ଟ ମୁଁ ସେ ଯେଉଁ ହଣ୍ଡାରେ ଭାତ ଦେଇଛି। ଆଗେ ଫାଷ୍ଟ ଟିକେ ତଳେ ନା ଘିଅ ଆପଣ ଟିକେ ଲଗେଇଦେବେ, କାହିଁକିନା ତଳେ ମାନେ ହଣ୍ଡାଟା ନ ଲାଗିବା ପାଇଁ ଟିକେ ଘିଅ ଲଗେଇଦେବେ। ତାପରେ ଭାତକୁ ନେବେ, ମାନେ ସେ ଯେଉଁ ଆମେ ଛାଙ୍କିକି ରଖିଥିଲେ ଭାତ ନେଇଯିବେ, ତା ଉପରେ କିଛି ପୁଦିନା ପତ୍ର ମାନେ ଗ୍ରୀନ୍ ପୁଦିନା ପତ୍ର କଞ୍ଚା ନେଇଯିବେ। ତାପରେ ଚିକେନ ଗ୍ରେଭିକି ଆପଣ ଦେବେ, ପୁଣି ଆଉ ଗୋଟେ ଲେୟାର କରିକି ପୁଣି ଭାତ ଦେବେ, ପୁଣି କିଛି ପୁଦିନା ପତ୍ର ଦେବେ, ତାପରେ ପୁଣି ଚିକେନ ଦେଇଦେବେ, ମାନେ ଚିକେନର ଗ୍ରେଭି। ଏମିତି ୱେରେ ମୁଁ 2ଟା ଲେୟାର ହିଁ କରିଥିଲି, ବେଶୀ କଲିନି। ମୋର ଅଧିକ ଗ୍ରେଭି ମାନେ ଅଧିକ କରିକି ଦେଇଦେଲି। ତାପରେ ଆପଣମାନଙ୍କୁ ମୁଁ କହିଥିଲି ସେ ଯେଉଁ ପେଜକୁ ଗାଳିକି ରଖିଥିଲି, ସେ ପେଜରେ କ'ଣ କରିବି। ସେ ପେଜରେ ଆଜ୍ଞା ଆପଣ ବିରିୟାନୀ କରିବେ ମାନେ ନିହାତି କଲର୍ ଟିକେ କରିବାକୁ ପଡ଼ିବ, ନହେଲେ ବିରିୟାନୀର ଦେଖିବା ପାଇଁ ଆପଣଙ୍କୁ ଭଲ ଲାଗିବନି। ସେଥିପାଇଁ ସେଥିରେ କ'ଣ କରିବି ନା ଫୁଡ଼୍ କଲର୍ରେ ରେଡ଼୍ ଆଉ ୟେଲୋ କଲର୍ ମୁଁ ନେଇଛି। ସେଇ ଫୁଡ଼୍ କଲର୍କୁ ଆପଣ ସେ ଯେଉଁ ପେଜ ଅଛି ନା, ସେଇଥିରେ ହିଁ ଗୋଳେଇବେ, ପାଣିରେ ବ୍ୟବହାର କରିବେନି। ସେ ପେଜରେ ହିଁ ଆପଣ, ମୁଁ ଦେଖନ୍ତୁ ରେଡ଼୍ କଲର୍ର ଫୁଡ଼୍ କଲର୍, ତାପରେ ୟେଲୋ କଲର୍ର ଫୁଡ଼୍ କଲର୍ ମୁଁ ନେଇଛି, ସେଇଥିରେ ହିଁ ଗୋଳେଇକି ରେଡ଼ି କରି ରଖିଛି। ଭାତ ଗୁଡ଼ାକ ଲେୟାର କରିସାରିଲା ପରେ ମୁଁ ଏଇଥିରେ ହିଁ ଦେବି। ଦେଖନ୍ତୁ ସବୁ ଗୁଡ଼ାକ ରେଡ଼ି ଅଲମୋଷ୍ଟ ହେଇଗଲା। କିନ୍ତୁ ଯେହେତୁ ମୋର ଛୋଟିଆ ହଣ୍ଡା ଥିଲା, ଦେଖନ୍ତୁ ପୁରା ଭର୍ତ୍ତି, ପୁରା ହେଇଗଲା ସମାନ ୱେରେ, ଅଧିକ ହେଇନି କି କମ୍ ହେଇନି, ପୁରା ଫୁଲ୍ ଆଣ୍ଡ ଫାଇନ୍ ୱେରେ ହେଇଯାଇଛି। ଏବେ ଏଇ ସମୟରେ ଦେଖନ୍ତୁ ପୁରା ସରିଗଲା, ଖାଲି କଲର୍ ଦେବା, ତା ସହିତ ବିରିୟାନୀକି ଆଉ ଟିକେ ଅଧିକ ଫ୍ଲେଭର୍ କରିବା ପାଇଁ ଟିକେ ଘିଅ ଦେବା। ଘିଅ ଦେଲେ ହିଁ ଫ୍ଲେଭର୍ଟି ଭଲ ଆସିବ। ଯେହେତୁ ଆମେ ତଳେ ଘିଅ ଲଗେଇ ଦେଇଥିଲି ହଣ୍ଡା ତଳେ, କାହିଁକିନା ଆପଣ ଚାହିଁଲେ ଅଏଲ୍ ବି ତଳେ ହଣ୍ଡାରେ ଲଗେଇ ପାରିବେ, କାହିଁକିନା ଭାତଟି ଯେମିତି ତଳେ ନ ଲାଗିବ, ଯେହେତୁ ସିମ୍ ଆଞ୍ଚରେ ବହୁତ ସମୟ ଧରି ବସିବ, ସେଥିପାଇଁ ତଳେ ଦିଆଯାଏ। ଆପଣ ଚାହିଁଲେ ଘିଅ, ନଚେତ ଆପଣଙ୍କ ପାଖରେ ଯେଉଁ ଅଏଲ୍ ଅଛି ସେଇ ଅଏଲ୍ ବି ନେଇପାରିବେ। ଏମିତି କଲର୍ କରିବା ପାଇଁ ମୁଁ ଦେଖନ୍ତୁ ସେ ଯେଉଁ ପେଜରେ ଫୁଡ଼୍ କଲର୍ ଗୋଳେଇଥିଲି ତାକୁ ମୁଁ ନେଇଛି। ତାପରେ ମୁଁ ଦେଖନ୍ତୁ ଘିଅ ଟିକେ ନେଇଛି, ଘିଅ ଟିକେ ଉପରେ ଗରମ କରିକି ପକାଇ ଦେଇଛି, କାହିଁକିନା ତା'ର ବାସ୍ନାଟି ବା ଫ୍ଲେଭର୍ଟି ଭଲ ଆସିବ, ଖାଇବା ପାଇଁ ବହୁତ ହି ସ୍ୱାଦିଷ୍ଟ ବନିବ। ତାପରେ ଦେଖନ୍ତୁ ଅଳ୍ପ ପରିମାଣରେ ପେଜକୁ ଆଜ୍ଞା ଆପଣ ଜମାରୁ ପାଣି ୟୁଜ୍ କରିବେନି, ସେଇ ପେଜ ହିଁ ଅଳ୍ପ ପରିମାଣରେ, ଯେହେତୁ ଆମେ ଚାଉଳ ଭଲ ଭାବରେ ଧୋଇକି ରଖିଥିଲେ ସେ ପେଜରେ କିଛି ଅସୁବିଧା ନାହିଁ, ତେଣୁକରି ସେ ପେଜକୁ ଅଳ୍ପ ପରିମାଣରେ ଟିକେ
ମାନେ ଦେଇଦେବେ, କାହିଁକିନା ତଳେ ଯାହା ହେଲେ ବି ଗ୍ରେଭି ଆମେ ଯେହେତୁ ପୁରା ଶୁଖିଲା ଗ୍ରେଭି କରୁଛେ ଲାଗିଯାଇପାରେ, ସେଥିପାଇଁ ଅଳ୍ପ ପରିମାଣର ଆଜ୍ଞା ଦେଇଦେବେ। ତା'ର ସମାନ ମାନେ ପରିମାଣର ଥାଳି ମୋ ପାଖରେ ଯେହେତୁ ନାହିଁ, ମୋ ପାଖରେ ଯେଉଁ ଥାଳି ଅଛି ସେଇ ବଡ଼ ଥାଳିଟେ ଗୋଟେ ଦେଖନ୍ତୁ ମୁଁ ନେଇଛି। ତା ଉପରେ ଟିକେ ଓଜନିଆ ଜିନିଷ ଆଜ୍ଞା, ଯେମିତି ତା'ର ସିମ୍ ଆଞ୍ଚରେ ବସିଲା ପରେ ତା'ର ଯେଉଁ ବାମ୍ଫଟା ବାହାରକୁ ଯେମିତି ନ ବାହାରିବ, ସେମିତି ଓଜନିଆ ଜିନିଷ ଆଜ୍ଞା ଥୋଇଦେବେ। ଆପଣ ଚାହିଁଲେ ଅଟାର ଗୋଲି କରିକି ଚାରିପଟେ ବି ଦେଇପାରିବେ। ମୁଁ ଦେଲିନି, ମୁଁ ଏମିତି ସିମ୍ପଲ୍ ୱେରେ ଦେଖନ୍ତୁ ଓଜନିଆ ମୋର ଗୋଟେ ଛେଚା ଅଛି, ରସୁଣ ଲଙ୍କା ଅଦା ଛେଚେ ମୁଁ, ଶାଗରେ ବ୍ୟବହାର କରେ ଛେଚା, ସେଇ ଛେଚାକୁ ହିଁ ଦେଖନ୍ତୁ ମୁଁ ଉପରେ ଓଜନିଆ ବସେଇଦେଲି। ତାପରେ ମୁଁ ସିମ୍ ଆଞ୍ଚରେ ପାଖାପାଖି 10ରୁ 15 ମିନିଟ୍ ବସେଇବି। ମୁଁ ଜଷ୍ଟ ଏବେ ବସେଇଲି, ଟିକେ ଆଞ୍ଚ ଦେଇଛି, ତାପରେ ମୁଁ ସିମ୍ ଆଞ୍ଚରେ ବସେଇଲି। ତାପରେ ଦେଖନ୍ତୁ ଏମିତି ୱେରେ ମୋର ବିରିୟାନୀଟି ପୁରା ରେଡ଼ି। ପୁରା ଦେଖନ୍ତୁ ଗୋଟା ଗୋଟା ଗୋଟେ ବି ଆଜ୍ଞା ବିରିୟାନୀର ଚାଉଳ ମୁଁ ଭାଙ୍ଗିନି। କେତେ ସୁନ୍ଦର ଫୁଡ଼୍ କଲର୍ ଦେଲା ପରେ ଦେଖନ୍ତୁ ହ୍ୱାଇଟ୍, ରେଡ଼୍, ୟେଲୋ, ଦେଖନ୍ତୁ ପୁରା 3ଟା କଲର୍ ମିକ୍ସ ହେଇକି ମୋ ବିରିୟାନୀଟି ପ୍ରସ୍ତୁତ ହୋଇଯାଇଛି। ଫାଷ୍ଟ ଥାଳିଟି ମୁଁ ବାପାଙ୍କ ପାଇଁ ବାଢ଼ିବି, କାହିଁକିନା ଆମ ଘରେ ପ୍ରଥମେ ବଢ଼ା ଗଲେ ଘରର ଗୁରୁଜନ ମାନେ ବାପାଙ୍କୁ ଦିଆଯାଏ। ସେ ଖାଇକି ଟେଷ୍ଟ କରିବା ଭିତରେ ଆମେ ସମସ୍ତଙ୍କ ପାଇଁ ତାପରେ ଜଣ ଜଣ କରି ମୁଁ ବାଢ଼ି ନେବି। ଦେଖନ୍ତୁ, କାହିଁକିନା ଆମ ଘରେ ବିରିୟାନୀ ସମସ୍ତଙ୍କର ଫେଭରେଟ୍। ତାପରେ ମାର୍କେଟରୁ ଚାହିଁଲେ ବି ମୁଁ କିଣିକି ନେଇ ଆସିପାରିବି, କିନ୍ତୁ ମୁଁ ମୋ ପୁଅକୁ ବାହାରର ଖାଦ୍ୟ ସବୁ ଜିନିଷଟାକୁ ଦେବା ପାଇଁ ଚାହୁଁନି ଆଜ୍ଞା। କାହିଁକିନା ଅଳ୍ପ ଅଏଲ୍ରେ ଅଳ୍ପ ସାମଗ୍ରୀରେ ଆମେ ଘରେ ଭଲ ଜିନିଷ ମାନେ ନିଜେ କରିଥିବା ପାଉଡ଼ର ବି ମୁଁ ଅଧିକାଂଶ ବେଳେ ୟୁଜ୍ କରୁଛି। ବାହାରେ ତେଲ ମସଲା ଟିକେ ମୁଁ ପୁଅକୁ ଦେବା ପାଇଁ ଚାହେଁନି, ତା ଦେହ ଖରାପ ହୁଏ, ଫୁଡ଼୍ ପଏଜନ୍ ହେଇଯାଏ, ସେଥିପାଇଁ ମୁଁ ଦିଏନି। ଦେଖନ୍ତୁ, ଅତି ମନ ହେଲେ କେତେବେଳେ କେମିତି କ'ଣ ହୋଟେଲରେ ଖାଇଦେଉ, କିନ୍ତୁ ସବୁ ଜିନିଷ ମୁଁ ନିଜେ ହିଁ ବନେଇକି ଖୁଆଇବା ପାଇଁ, ସମସ୍ତଙ୍କୁ ଖୁଆଇବା ପାଇଁ ପସନ୍ଦ କରେ। ଦେଖନ୍ତୁ ଏମିତି ଗୋଟେ ଗୋଟେ କରିକି ମୁଁ ଥାଳିରେ ବାଢ଼ି ନେଉଛି, ସମସ୍ତଙ୍କୁ ପରସି ଦେବି। ଆଉ ଗୋଟେ କଥା ଆଜ୍ଞା ଆ ଭିତରେ କହିବା ପାଇଁ ଚାହିଁବି, ଆପଣ ସବୁବେଳେ ସବୁ ଜିନିଷ ନିଜେ ଯେଉଁ ଜିନିଷ ଜାଣିନାହାନ୍ତି ଛାଡ଼ନ୍ତୁ, ଯେତିକି ବି ଜାଣିଛନ୍ତି ଘରେ ହିଁ ବନେଇକି ଖାଇବା ପାଇଁ ପସନ୍ଦ କରନ୍ତୁ। କାହିଁକିନା ଆମେ ଦେଖୁନେ ନା ବାହାରର ତେଲ ମସଲା, ସେଥିପାଇଁ ସବୁବେଳେ ନିଜେ ହିଁ ବନେଇକି ଚେଷ୍ଟା କରନ୍ତୁ। ଆଉ ଯେଉଁ ଜିନିଷଟି ନାହିଁ, ଏଇ ଜିନିଷଟା ନାହିଁ ଯେ ଏଇ ଜିନିଷଟି ଆଇଟମ୍ଟି ଆମେ ବନେଇ ପାରିବାନି, ସେଇଟା ନୁହଁ। ଯାହା ଅଛି ଯେତିକି ଅଛି, ଯେଉଁ ଜିନିଷଟି ଅଛି ତା'ର ଅପସନ୍ ଆଉ କିଛି ନିହାତି ଗୋଟେ ଥିବ, ତାକୁ ନେଇକି ଆମେ କାମଟାକୁ ଚଳେଇ ନେବା। ଏମିତି ୱେରେ ମୁଁ ପାଖାପାଖି ଆପଣମାନେ ବି ଭାବୁଥିବେ ବହୁତ ଜିନିଷ ବି ଏଥିରେ ମିଶି ନଥାଇପାରେ, କିନ୍ତୁ ୟା ଭିତରେ ଆପଣମାନଙ୍କୁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି। 3 ଘଣ୍ଟା ପୂର୍ବରୁ ଚିକେନ୍କୁ ଯେଉଁ ନେଇକି ଆସିଥିଲେ, ଚିକେନ୍କୁ ଭଲ ଭାବରେ ମୁଁ ଧୋଇକି ସେଥିରେ ମୁଁ ଲୁଣ, ହଳଦୀ, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, ପୁଦିନାର ପେଷ୍ଟ, ବସା ଦହି, ଲେମ୍ବୁ ଏବଂ ଚିକେନ୍ ମସଲା ଏତିକି ଆଉ ଗରମ ମସଲା, ତାକୁ ସବୁତକ ମିଶାଇ ଦେଇକି ଗୋଳେଇ ଦେଇକି ମୁଁ ଫ୍ରିଜ୍ରେ 3 ଘଣ୍ଟା ଧରି ରଖିଦେଇଥିଲି। ଦେଖନ୍ତୁ ମୋର ଟେଷ୍ଟି ବିରିୟାନୀଟି ରେଡ଼ି ହୋଇଯାଇଛି। ଆମେ ସମସ୍ତେ ବସିଯାଇଛୁ ଖାଇବା ପାଇଁ, ବହୁତ ହି ଟେଷ୍ଟ ହେଇଥିଲା। ଆପଣମାନେ ଚାହିଁଲେ ଏମିତି ଚିକେନ୍ ବିରିୟାନୀ ବନେଇ ପାରିବେ, ସମସ୍ତଙ୍କୁ ଖୁଆଇ ପାରିବେ, ଘରେ ହିଁ ନିଜେ ହିଁ ବନେଇ ପାରିବେ। ଆପଣଙ୍କୁ ମୋର ଚିକେନ୍ ବିରିୟାନୀ କେମିତି କ'ଣ ଲାଗିଲା ନିହାତି ଭାବରେ କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ। ରହିଲି, ପ୍ରଣାମ।